ପିଢ଼ିର ଆମର এই ସାମାଜିକ କୁସଂସ୍କାର ବିରୁଦ୍ଧରେ ସଚେତନ ହେବାର କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଏବଂ ସଚେତନ କରିବାକୁ ଆସୁଥିବା ଆମର ସ୍ୱାସ୍ଥ୍ୟକର୍ମୀ କର୍ମୀ ANM ଦିଦି ତଥା ଏ ଅଞ୍ଚଳକୁ ଆସୁଥିବା ଗାଁର ଆଶା ଦିଦି ଏବଂ ମୋର ସହକର୍ମୀ ଜେନା ଦିଦି ଆଉ ମମତା ଦିଦି ଏବଂ ସଦୟ ଛାତ୍ରଛାତ୍ରୀ ଆଜି ଆମେ ସାମାଜିକ କୁସଂସ୍କାର ଗୋଟେ ବ୍ୟାଧି ଯାହାକୁ କୌଣସି ମେଡ଼ିସିନ ଦ୍ୱାରା ନିରାକରଣ କରିବା ଅସମ୍ଭବ। ଯଦି ଆମେ ବ୍ୟକ୍ତି ହିସାବରେ ସଚେତନ ହେବା, ତେବେ ପରିବାର ସଚେତନ ହେବା, ଆମର ଗୋଷ୍ଠୀ ସଚେତନ ହେବ, ସମାଜ ସଚେତନ ହେବ, ଦେଶ ସଚେତନ ହେବ ଏବଂ ଜାତି ସଚେତନ ହେବ। ତେଣୁ ଏ ଯେଉଁ ସଚେତନ କାର୍ଯ୍ୟକ୍ରମ ଅଛି ତାର ମୁଖ୍ୟ ବିଷୟ ହେଲା ବାଲ୍ୟ ବିବାହ ଉଚ୍ଛେଦ। ଆମେ ଦେଖୁଛୁ ଗାଁମାନଙ୍କରେ କଅଁଳିଆ ଝିଅମାନଙ୍କୁ ମାଆମାନେ ଅପର ପ୍ରାଇମେରୀ କ୍ଲାସ୍ ସରିଗଲା ପରେ ବନ୍ଦ କରିଦେଉଛନ୍ତି, ଘର କାମରେ ଲଗାଉଛନ୍ତି ଏବଂ ସୁଯୋଗ ପଡ଼ିଲେ ତାକୁ ବାହା କରିଦେଉଛନ୍ତି। ତେଣୁ ଏ ଅଭିଯାନ କାହିଁକି କରାଗଲା? ଦେଖାଯାଇଛି ବର୍ତ୍ତମାନ ସୁଦ୍ଧା 1947 ମସିହାରୁ ବର୍ତ୍ତମାନ ସୁଦ୍ଧା ଆମେ ଏ ବାଲ୍ୟ ବିବାହ ପ୍ରଥାକୁ ଉଚ୍ଛେଦ କରିପାରିନାହୁଁ। ଗାଁମାନଙ୍କରେ ସହରମାନଙ୍କରେ ହେଇଯାଇଛି, ଝିଅମାନେ ପାଠ ପଢ଼ୁଛନ୍ତି, +2 ପଢ଼ୁଛନ୍ତି, BA ପଢ଼ୁଛନ୍ତି, ତାପରେ ସେମାନେ ବାହା ହେଉଛନ୍ତି। ମାତ୍ର ଗାଁମାନଙ୍କରେ ବାପା ମା' ମାନେ ଭୁଲବଶତଃ ଅଜଣାତରେ ଅଜ୍ଞାନରେ ଗୋଟେ ଝିଅକୁ ଯେ ସ୍ୱପ୍ନ ଦେଖିଥିବ ସ୍କୁଲ ସମୟରେ ମୁଁ ଜଣେ ଡାକ୍ତର ହେବି, ମୁଁ ଜଣେ ସୈନିକ ହେବି, ମୁଁ ଜଣେ ଟିଚର ହେବି, ମୁଁ ଭଲ ମଣିଷ ହେବି, ସେ ସ୍ୱପ୍ନ ଦେଖି ଆସିଥିବ। ମାତ୍ର ଅଧା ସ୍ୱପ୍ନ ତାର ଅଧୁରା ରହିଯିବ ଏବଂ ସେ ବାହା ରହିଯିବ। ତାପରେ ବହୁତ କଷ୍ଟ ଅଛି ତା ଜୀବନରେ, ତା ଖେଳିବା ସମୟ ଅଛି, ସାଙ୍ଗସାଥି ସହିତ ଖେଳିବା ସମୟ ଅଛି, ମାତ୍ର ତାକୁ ଘରର ପରିବାରର ବୋଝ ନଦୀ ଦିଆଯାଏ। ତେଣୁ ସେ ଯେଉଁ ଆଶା ଥିଲା, ଯେଉଁ ଉଚ୍ଚ ଶ୍ରେଣୀରେ ପାଠ ପଢ଼ିଥିଲା, ସେ ପାଠ ତାର କୌଣସି କାର୍ଯ୍ୟରେ ଆସେ ନାହିଁ। କେବଳ ପରିବାର ଚଳାଇବା, ଘାଣ୍ଟି ହେବା ଏବଂ ସମାଜରେ ଜଣେ ବ୍ୟକ୍ତି ହିସାବରେ ପ୍ରତିପାଦନ କରିବା ପାଇଁ ତାକୁ ବହୁତ ସମୟ ଲାଗିଯାଏ। କାହିଁକି? ସେ ସମାଜ କ'ଣ, ପରିବାର କ'ଣ କିଛି ଜାଣିନଥାଏ, କିପରି ବାହା ହେଲେ ଚଳିବା ଜାଣିନଥାଏ। ଏଇଟା ହେଲା ସାମାଜିକ କଥା। ତାପରେ ଆସିଲା ଆର୍ଥିକ କଥା। ସେ କିଛି ଅର୍ଜନ ବି କରିନଥାଏ, ଯେହେତୁ ସେ କମ୍ ପଢ଼ିଥାଏ, ସେ କିଛି ଅର୍ଜନ କରିନଥାଏ। କାହିଁକି? ସେ ଜାଣିନଥାଏ କିପରି ପଇସା ଅର୍ଜନ କରିବା ଏବଂ କିପରି ଆମେ ପରିଶ୍ରମ କରି ପଇସା ପାଇବା। ଆସନ୍ତୁ, ସେ ଗୋଟେ ଝିଅ ଜାଣିନଥାଏ 14 ବର୍ଷ, 15 ବର୍ଷ ବା 16 ବର୍ଷ ଭିତରେ ଜବରଦସ୍ତି ବାହା କରି ଦିଆଯାଏ। ବାପା ମାନେ ଭାବନ୍ତି, ମା' ମାନେ ମୋର ବୋଝ ପଳେଇଗଲା, ମୋର ଝିଅ ବାହା ମୁଁ ସରେଇଦେବି, ବାପା ମାନେ ଖୁସି ହୁଅନ୍ତି। ମାତ୍ର ଯେଉଁ ଝିଅଟି ଅପ୍ରାପ୍ତ ବୟସରେ ବାହା ହୋଇଯାଏ, ସେ କିପରି କଷ୍ଟ ପାଇଛି ମୁଁ ବି ଦେଖିଛି। ANM ଦିଦି ଦେଖିଛନ୍ତି, ଆଉ ଅଙ୍ଗନବାଡ଼ି ଦିଦି ଦେଖିଛନ୍ତି, ଆଶା ଦିଦି ଦେଖିଛନ୍ତି। ସେମାନେ ଜାଣିପାରିଛନ୍ତି ଯେ ପ୍ରକୃତରେ ଗୋଟେ କଢ଼, ଗୋଟେ ଫୁଲ କଢ଼, ଯେତେବେଳେ ଫୁଲ କଢ଼ ଛୋଟରୁ ଧୀରେ ଧୀରେ ବଡ଼ ହେବ, ପ୍ରସ୍ଫୁଟିତ ହେବ, ସେ ପର୍ଯ୍ୟନ୍ତ ସମୟ ନାହିଁ। ସେ ପ୍ରସ୍ଫୁଟିତ ହେବା ସମୟ ହେଲା ଗୋଟେ ଝିଅର ଲକ୍ଷ୍ୟ। ସେ ଯେଉଁ ଲକ୍ଷ୍ୟ ନେଇକରି ସ୍କୁଲକୁ ଆସିଥିଲା, ସ୍କୁଲରେ ପାଦ ମାଡ଼ିଥିଲା, ସ୍କୁଲର ଦିଦିଙ୍କୁ ଦେଖିଥିଲା ଆଦର୍ଶ, ସ୍କୁଲରେ ମହାମାନବମାନଙ୍କୁ ଦେଖିଥିଲା, ସ୍କୁଲରେ ମହିଳା ବୈଜ୍ଞାନିକ, ମହିଳା ଦାର୍ଶନିକ, ମହିଳା ଡାକ୍ତରମାନଙ୍କୁ ଛବି ଦେଖିଥିଲା। ସେ ସ୍ୱପ୍ନ ଦେଖିଥାଏ, ମୁଁ ମଧ୍ୟ ବଡ଼ ହେଲେ
ଅକାଳରେ ସେ ଝଡ଼ିଯାଏ। ଜବରଦସ୍ତ ତାକୁ କ'ଣ କରାଯାଏ? ବାହା କରାଯାଏ। ତାପରେ ତାର ସ୍ୱାସ୍ଥ୍ୟଗତ, ମାନସିକ, ସାମାଜିକ ଏପରି ପରିସ୍ଥିତି ଆସିଯାଏ, ସେ ଜଞ୍ଜାଳ ଭିତରେ କ'ଣ ହୁଏ? ଘାଣ୍ଟି ଘାଣ୍ଟି ହେଇଯାଏ ଏବଂ ଯାହା ସବୁ ତାର ଥିବ ମଉଳିଯାଏ। ଏଇଟା ମୁଁ କହିଲି।